କାଲି ଅଞ୍ଚଳ ଆମର ମନୋଜ ସାମଲ ଅଞ୍ଚଳ। ମନୋଜ ସାମଲ ହଉଛନ୍ତି ବିଜେପିର ସଭାପତି। ଆଉ ଏ ସାମଲ କଣ ବୁଝୁଛ ତମେ? ସାମଲ ଶାନ୍ତ ତମେ ଏ ଗରିବ ଲୋକଙ୍କୁ ବୁଝିବା କଥା। ଅସୁବିଧା ସୁବିଧା ଗୋଟେ ବିକଳାଙ୍କୁ ମାଡ଼, ଗୋଟେ ନାରୀ ନିର୍ଯାତନା, ଯିଏ ଯାହାକୁ ପାଉଛି ବାଡ଼ଉଛି। ତମରି ଅଞ୍ଚଳରେ ତମେ ହଉଛ ବିଜେପିର ସଭାପତି। ଆଉ ଟିକେ ଦୃଷ୍ଟି ଦିଅ, ଖାଲି ଉପରକୁ ଅନେଇଲେ କେମିତି ହବ? ତଳୁକୁ ଅନାଅ। ଆଉ ତଳ ପାଇଁ ତମେ ଉପର, ଇଏ କଣ ଘଟଣା? ମନୋଜ ସାମଲ ମହୋଦୟ, ତମର ଦକ୍ଷତା ଅଛି, କାପାସିଟି ଅଛି। ଏ ଗୋଟେ ହାଣ୍ଡିକ୍ରାଫ୍ଟକୁ ମାଡ଼, ଗୋଟେ ନାରୀ ନିର୍ଯାତନା, ନିରୀହ ଲୋକଙ୍କୁ ମାଡ଼, କଙ୍ଗାରୁ କୋର୍ଟ, ଏଗୁଡ଼ା ଠିକ ହଉନି। ନିଜେ ଆଗ ଅଞ୍ଚଳକୁ ସୁଧାର, ତାପରେ ରାଜ୍ୟ କଥା ଦେଖିବ, ଦେଶ କଥା ଦେଖିବ। ମୁଁ ଆଶା କରୁଛି ମନୋଜ ସାମଲ ଶୁଣିଲା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ଆଇନ ଶୃଙ୍ଖଳା ପ୍ରତି ଦୃଷ୍ଟି ଦେବେ, ଶାନ୍ତି ପ୍ରତିଷ୍ଠା କରିବେ, ଭଲ ହବ। ଆଉ ଆଜି କହିଲେଣି ଆମେ ନିଶ୍ଚୟ ବୋଲ୍ଡ ଷ୍ଟେପ୍ ନେବେ, ଏଥିରେ ସନ୍ଦେହ ନାହିଁ।